ଆଜିର ଭିଡ଼ିଓ ଓଡ଼ିଆ ସାହିତ୍ୟ କଥାର ପରୀକ୍ଷା ଉପଯୋଗୀ MCQ ପ୍ରଶ୍ନ ଉତ୍ତର। ନମ୍ବର 1, କାହାର ବିକାଶ ଲିଖିତ ସାହିତ୍ୟର ଉନ୍ମେଷ ହୋଇଛି? ଲିପି, ଭାଷା, ବର୍ଣ୍ଣମାଳା, ବ୍ୟାକରଣ। ଉତ୍ତର ହେଲା ଲିପି। ଲିପିର ଉନ୍ମେଷ ହୋଇଛି। ସାରଳା ଦାସ କେଉଁ ଗଜପତିଙ୍କ ସମୟରେ ଅଟନ୍ତି? ପ୍ରତାପ ରୁଦ୍ରଦେବ, ପୁରୁଷୋତ୍ତମ ଦେବ, କପିଳେନ୍ଦ୍ର ଦେବ, ମୁକୁନ୍ଦ ଦେବ। ଠିକ୍ ଅପସନ୍ ସି, କପିଳେନ୍ଦ୍ର ଦେବ। ଉଡ୍ରେ ଜାତୀୟତା ବୋଧର ପ୍ରଥମ ରୂପକାର କିଏ? ଜଗନ୍ନାଥ ଦାସ, ଯଶୋବନ୍ତ ଦାସ, ସାରଳା ଦାସ, ଉପେନ୍ଦ୍ର ଭଞ୍ଜ। ଠିକ୍ ଅପସନ୍ ହେଲା ସି, ସାରଳା ଦାସ। ପଞ୍ଚସଖା ଗୋଷ୍ଠୀର ବୈଶିଷ୍ଟ୍ୟ କବି କିଏ? ଯଶୋବନ୍ତ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଦାସ। ଠିକ୍ ଅପସନ୍ ବି, ବଳରାମ ଦାସ। ଅଚ୍ୟୁତାନନ୍ଦଙ୍କ ଦୀକ୍ଷାଗୁରୁ କିଏ? ସନାତନ ଗୋସାଇଁ, ରୂପ ଗୋସ୍ୱାମୀ, ପ୍ରଭୁପାଦ, ରାୟ ରାମାନନ୍ଦ। ଠିକ୍ ଅପସନ୍ ଏ, ସନାତନ ଗୋସାଇଁ। ହରିବଂଶ ପୁରାଣର ରଚୟିତା କିଏ? ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ, ବଳରାମ ଦାସ। ଠିକ୍ ଅପସନ୍ ବି, ଅଚ୍ୟୁତାନନ୍ଦ ଦାସ। କେଶବ କୋଇଲିର ରଚୟିତା କିଏ? ବସ୍ୱା ଦାସ, ଜଗନ୍ନାଥ ଦାସ, ବଳରାମ ଦାସ, ମାର୍କଣ୍ଡ ଦାସ। ଠିକ୍ ଅପସନ୍ ଡି, ମାର୍କଣ୍ଡ ଦାସ। ମାଟିର ମହାକବି କିଏ? ବସ୍ୱା ଦାସ, ସାରଳା ଦାସ, ଦନେଇ ଦାସ, ଜଗନ୍ନାଥ ଦାସ। ଠିକ୍ ଅପସନ୍ ବି, ସାରଳା ଦାସ। କବି ଜଗନ୍ନାଥ ଦାସଙ୍କୁ ଅତିବଡ଼ି ଉପାଧି କିଏ ଦେଇଥିଲେ? ଅତିବଡ଼ି କିଏ ଦେଇଥିଲେ? ଶ୍ରୀ ଜଗନ୍ନାଥ, ରାଜା କପିଳେନ୍ଦ୍ର ଦେବ, ଶ୍ରୀ ଚୈତନ୍ୟ, ରାଜା ପ୍ରତାପ ରୁଦ୍ର ଦେବ। ଠିକ୍ ଅପସନ୍ ସି, ଶ୍ରୀ ଚୈତନ୍ୟ। ଲକ୍ଷ୍ମୀ ପୁରାଣ କେଉଁ କବିଙ୍କର କୃତି? ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ। ଠିକ୍ ଅପସନ୍ ବି, ବଳରାମ ଦାସ। ଦୀନକୃଷ୍ଣ ଦାସଙ୍କର କେଉଁ କାବ୍ୟଟି କ ଆଦ୍ୟ ନିୟମରେ ରଚିତ? ନାମରତ୍ନ ଗୀତା, ପ୍ରସ୍ତାବ ସିନ୍ଧୁ, ରସବିନୋଦ, ରସକଲ୍ଲୋଳ। ଠିକ୍ ଅପସନ୍ ଡି, ରସକଲ୍ଲୋଳ। ଲାବଣ୍ୟବତୀ କେଉଁ ଧରଣର କାବ୍ୟ? ପୌରାଣିକ, କାଳ୍ପନିକ, ଐତିହାସିକ, ଭକ୍ତିମୂଳକ। ଠିକ୍ ଅପସନ୍ କାଳ୍ପନିକ ଧରଣର କାବ୍ୟ। ଓଡ଼ିଆ ଭାଷାର ଲିପି କେବେ ଉଦ୍ଭବ ହେଲା? ନବମ ଦଶମ ଶତାବ୍ଦୀରେ, ଅଷ୍ଟମ ନବମ ଶତାବ୍ଦୀରେ, ଦଶମ ଏକାଦଶ ଶତାବ୍ଦୀରେ, ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ। ଠିକ୍ ଅପସନ୍ ସି, ଦଶମ ଏକାଦଶ ଶତାବ୍ଦୀରେ। ଲୋକ ସାହିତ୍ୟର ସ୍ରଷ୍ଟା କିଏ? ନିର୍ଦ୍ଦିଷ୍ଟ ବ୍ୟକ୍ତି, ଲୋକ ସମାଜ, ଜନତା, ଆଇମା। ଠିକ୍ ଅପସନ୍ ବି, ଲୋକ ସମାଜ। ଚଣ୍ଡୀ ପୁରାଣ ଓ ବିଲଙ୍କା ରାମାୟଣ ଲେଖକ କିଏ? ଜଗନ୍ନାଥ ଦାସ, ସାରଳା ଦାସ, ଚଣ୍ଡୀ ଦାସ, ବସ୍ୱା ଦାସ। ଠିକ୍ ଅପସନ୍ ସି, ସାରଳା ଦାସ। କେଉଁ ଶତାବ୍ଦୀରେ 5 ଜଣ ସନ୍ତଙ୍କର ଆବିର୍ଭାବ ହେଲା? ନବମ ଶତାବ୍ଦୀ, ଷୋଡ଼ଶ ଶତାବ୍ଦୀ, ଏକାଦଶ ଶତାବ୍ଦୀ, ଦଶମ ଶତାବ୍ଦୀ। ଠିକ୍ ଅପସନ୍ ବି, ଷୋଡ଼ଶ ଶତାବ୍ଦୀ।
ପଞ୍ଚସଖା ଗୋଷ୍ଠୀର ବୟୋଜ୍ୟେଷ୍ଠ କବି କିଏ? ଯଶୋବନ୍ତ ଦାସ, ଅନନ୍ତ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ। ଠିକ୍ ଅପସନ୍ ସି ବଳରାମ ଦାସ। ଶ୍ରୀ ଚୈତନ୍ୟ ପୁରୀ ଆସିଲା ବେଳେ କିଏ ଓଡ଼ିଶାର ଗଜପତି ଥିଲା? କପିଳେନ୍ଦ୍ର ଦେବ, ପ୍ରତାପ ରୁଦ୍ର ଦେବ, ଚତୁର୍ଥ ଭାନୁଦେବ, ପୁରୁଷୋତ୍ତମ ଦେବ। ଠିକ୍ ଅପସନ୍ ବି ପ୍ରତାପ ରୁଦ୍ର ଦେବ। ଶ୍ରୀ ଚୈତନ୍ୟ କେବେ ଓଡ଼ିଶା ଆସିଥିଲେ? 1520, 1530, 1510, 1525। ଠିକ୍ ଅପସନ୍ ସି 1510ରେ ଆସିଥିଲେ। ପଞ୍ଚସଖା ଜାତିକୁ ନ ମାନି କାହାକୁ ମାନିଲେ? ପିଣ୍ଡକୁ, ମଣିଷକୁ, ଶୂଦ୍ରକୁ, ଜୀବକୁ। ଠିକ୍ ଅପସନ୍ ବି ମଣିଷକୁ। ପଞ୍ଚସଖାମାନେ କାହାକୁ କେନ୍ଦ୍ର କରି ମାନବ ମୈତ୍ରୀର ଉଦ୍ବୋଧକ ହେଲେ? ଶକ୍ତିକୁ, ଦୁର୍ଗାକୁ, ମଙ୍ଗଳାକୁ, ଜଗନ୍ନାଥକୁ। ଠିକ୍ ଅପସନ୍ ଡି ଜଗନ୍ନାଥଙ୍କୁ। ଶ୍ରୀ ଚୈତନ୍ୟ କ'ଣ ପ୍ରଚାର କଲେ? ପ୍ରେମ ଭକ୍ତି, ଶୁଦ୍ଧା ଭକ୍ତି, ନିଷ୍କାମ ଭକ୍ତି, ସକାମ ଭକ୍ତି। ଠିକ୍ ଅପସନ୍ ଏ ପ୍ରେମ ଭକ୍ତି। ଦାଣ୍ଡି ରାମାୟଣ କାହାର କୃତି? ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଯଶୋବନ୍ତ ଦାସ। ଠିକ୍ ଅପସନ୍ ସି ବଳରାମ ଦାସ। ବଟ ଅବକାଶ ଓ ବ୍ରହ୍ମାଣ୍ଡ ଭୂଗୋଳର ଲେଖକ କିଏ? ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଯଶୋବନ୍ତ ଦାସ, ଜଗନ୍ନାଥ ଦାସ। ଠିକ୍ ଅପସନ୍ ବି ବଳରାମ ଦାସ। ଜଗନ୍ନାଥ ଦାସଙ୍କ ଭାଗବତ କେଉଁ ଗ୍ରନ୍ଥର ଅନୁବାଦ? କାଳିଦାସଙ୍କ ଭାଗବତ, ବ୍ୟାସ ସଂସ୍କୃତ ଭାଗବତ, ଭାରବୀଙ୍କ ଭାଗବତ, ହର୍ଷଙ୍କ ଭାଗବତ। ଠିକ୍ ଅପସନ୍ ବି ବ୍ୟାସଙ୍କ ସଂସ୍କୃତ ଭାଗବତ। ମାଲିକାକାର ଭାବରେ କେଉଁ କବି ପ୍ରସିଦ୍ଧ? ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଦାସ। ଠିକ୍ ଅପସନ୍ ସି ଅଚ୍ୟୁତାନନ୍ଦ ଦାସ। ଗୋବିନ୍ଦ ଚନ୍ଦ୍ର ବହିର ଲେଖକ କିଏ? ବଳରାମ ଦାସ, ଯଶୋବନ୍ତ ଦାସ, ଅନନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ। ଠିକ୍ ଅପସନ୍ ବି ଯଶୋବନ୍ତ ଦାସ। ହେତୁଦୟ ଭାଗବତରେ ଲେଖକ କିଏ? ଅନନ୍ତ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଜଗନ୍ନାଥ ଦାସ। ଠିକ୍ ଉତ୍ତର ହେଉଛି ସି ଶିଶୁ ଅନନ୍ତ ଦାସ। କଳସା 34ର ଲେଖକ କିଏ? ମାର୍କଣ୍ଡ ଦାସ, ବତ୍ସ ଦାସ, ବଳରାମ ଦାସ, ଜଗନ୍ନାଥ ଦାସ। ଠିକ୍ ଅପସନ୍ ବି ବତ୍ସ ଦାସ। ପ୍ରତାପ ରୁଦ୍ର ଦେବଙ୍କ ଦେହାନ୍ତ କେବେ ହେଲା? 1542, 1543, 1540, 1550ରେ। ଠିକ୍ ଉତ୍ତର ହେଉଛି ସି 1540 ମସିହାରେ। ମୁକୁନ୍ଦ ଦେବ କେବେ ଓଡ଼ିଶାର ଗଜପତି ହେଲେ? 1550, 1560, 1561, 1562। ଠିକ୍ ଉତ୍ତର ହେଉଛି ବି 1560ରେ। ମୁକୁନ୍ଦ ଦେବଙ୍କ କାହା ସହିତ ମିତ୍ରତା ଥିଲା? ବାବର, ଶେରଶାହ, ଆକବର, ହୁମାୟୁନ୍। ଠିକ୍ ଉତ୍ତର ହେଉଛି ସି ଆକବର। ମୁକୁନ୍ଦ ଦେବ କାହା ଦ୍ୱାରା ମୃତ୍ୟୁବରଣ କଲେ? କଲା ଚାନ୍ଦ, କଲା ପାହାଡ଼, ଶେରଶାହ, ମରହଟ୍ଟା। ଠିକ୍ ଉତ୍ତର ହେଉଛି କଲା ପାହାଡ଼। ଇଂରେଜମାନେ କେବେ ଓଡ଼ିଶାକୁ ଅଧିକାର କଲେ?
1805, 1802, 1803, 1804। ଠିକ୍ ଉତ୍ତର ହେଉଛି 1803ରେ ଓଡ଼ିଶାକୁ ଅଧିକାର କଲେ। ଜୟଦେବ କେଉଁ ଭାଷାରେ ଗୀତ ଗୋବିନ୍ଦ କାବ୍ୟ ଲେଖୁଥିଲେ? ହିନ୍ଦୀ, ସଂସ୍କୃତ, ମରାଠୀ, ଓଡ଼ିଆ। ଠିକ୍ ଉତ୍ତର ହେଉଛି ବି ସଂସ୍କୃତରେ। ରାମ ବିଭା କାବ୍ୟର କବି କିଏ? ଶରଣ ଦାସ, ନାରଣ ଦାସ, ଅର୍ଜୁନ ଦାସ, ଚୈତନ୍ୟ ଦାସ। ଠିକ୍ ଉତ୍ତର ହେଉଛି ସେ ଅର୍ଜୁନ ଦାସ। କଳ୍ପଲତା କାବ୍ୟଟିର କେଉଁ ଧରଣର କାବ୍ୟ ଅଟେ? ପୌରାଣିକ, କାଳ୍ପନିକ, ଭକ୍ତିମୂଳକ, ଐତିହାସିକ। ଠିକ୍ ଉତ୍ତର ହେଉଛି କାଳ୍ପନିକ। କେଉଁ କବିଙ୍କ ଠାରେ ପୌରାଣିକ ଓ କାଳ୍ପନିକ କାବ୍ୟର ରଚନା ଏକ ନୂତନ ପରମ୍ପରା ସୃଷ୍ଟି ହେଲା? ଜୟଦେବ, ନାରଣ ଦାସ, ଅର୍ଜୁନ, ଶ୍ରୀହରି। ଠିକ୍ ଉତ୍ତର ହେଉଛି ଶ୍ରୀ ଅର୍ଜୁନ ଦାସଙ୍କ ଠାରେ। ଗୋପୀ ଭାଷାର ଲେଖକ କିଏ? ଶ୍ରୀ ହରିଦାସ, ଦନେଇ ଦାସ, ଦିବାକର ଦାସ, ଅର୍ଜୁନ। ଠିକ୍ ଉତ୍ତର ହେଉଛି ବି ଦନେଇ ଦାସ। ପରିମଳାର ଲେଖକ କିଏ? ଶ୍ରୀ ହରିଦାସ, ଦେବ ଦୁର୍ଲଭ ଦାସ, ନରସିଂହ ସେଣ, ପ୍ରତାପ ରାୟ। ଠିକ୍ ଉତ୍ତର ହେଉଛି ଶ୍ରୀ ନରସିଂହ ସେଣ। ଶ୍ରୀ ଜଗନ୍ନାଥ ରଚିତାମୃତର ଲେଖକ କିଏ? ଶିଶୁଙ୍କର ଦାସ, ଦିବାକର ଦାସ, ପ୍ରତାପ ରାୟ, ଦନେଇ ଦାସ। ଠିକ୍ ଉତ୍ତର ହେଉଛି ବି ଦିବାକର ଦାସ। ରୁକ୍ମଣୀ ବିଭା କାହାର ଲେଖା? ଦେବାନନ୍ଦ ଦାସ, କାର୍ତ୍ତିକ ଦାସ, ବିଷ୍ଣୁ ଦାସ, ଦ୍ୱାରିକା ଦାସ। ଠିକ୍ ଉତ୍ତର ହେଉଛି ବି କାର୍ତ୍ତିକ ଦାସ। ପ୍ରେମ ଲୋଚନାର କବି କିଏ? ରଘୁନାଥ ହରିଚନ୍ଦ୍ର, ବିଷ୍ଣୁ ଦାସ, କାର୍ତ୍ତିକ ଦାସ, ପ୍ରତାପ ରାୟ। ଠିକ୍ ଉତ୍ତର ହେଉଛି ବିଷ୍ଣୁ ଦାସ। କାଞ୍ଚେରୀ କାବେରୀର କବି କିଏ? ରଘୁନାଥ ହରିଚନ୍ଦନ, ବିଷ୍ଣୁ ଦାସ, ପୁରୁଷୋତ୍ତମ ଦାସ, ଦେବାନନ୍ଦ ଦାସ। ଠିକ୍ ଉତ୍ତର ହେଉଛି ସେ ପୁରୁଷୋତ୍ତମ ଦାସ। କେଉଁ ଯୁଗର କବିମାନେ କାବ୍ୟରେ ଅତି କଳ୍ପନା, ଲୋକକଥା, ନୃତ୍ୟତ୍ୱ ଓ ଦେଶ ଭାଷା ଉପରେ ଗୁରୁତ୍ୱ ଦେଇଛନ୍ତି? ରାତି ଯୁଗର କବି, ପ୍ରାକ୍ ଯୁଗର କବି, ମଧ୍ୟ ଯୁଗର, ପଞ୍ଚସଖାର ଯୁଗର। ଠିକ୍ ଉତ୍ତର ହେଉଛି ବି ପ୍ରାକ୍ ଯୁଗର କବି। ସାହିତ୍ୟ ଦର୍ପଣର ଲେଖକ କିଏ? ଧନଞ୍ଜୟ ଭଞ୍ଜ, ପୁରୁଷୋତ୍ତମ ଦେବ, ବିଶ୍ୱନାଥ କବିରାଜ, ଜୟଦେବ। ଠିକ୍ ଉତ୍ତର ହେଉଛି ସେ ବିଶ୍ୱନାଥ କବିରାଜ। ଇଚ୍ଛାପତି, ଅନଙ୍ଗରେଖା, ରଘୁନାଥ ବିଳାସ, ମଦନ ମଞ୍ଜରୀ, ତ୍ରିପୁର ମୋହିନୀ କାବ୍ୟର ଲେଖକ କିଏ? ଉପେନ୍ଦ୍ର ଭଞ୍ଜ, ନୀଳକଣ୍ଠ ଭଞ୍ଜ, ଶ୍ରୀକର ଭଞ୍ଜ, ଧନଞ୍ଜୟ ଭଞ୍ଜ। ଠିକ୍ ଉତ୍ତର ହେଉଛି ଧନଞ୍ଜୟ ଭଞ୍ଜ। କେଉଁ କବି ରାଜାଙ୍କ ନାମରେ କବିତା ଭଣିତା କରିବାକୁ ମନା କରିଥିଲେ? ପୁରୁଷୋତ୍ତମ ଦାସ, ନୀଳାମ୍ବର ଦାସ, ଦୀନକୃଷ୍ଣ ଦାସ, ବଳଦେବ ରଥ। ଠିକ୍ ଉତ୍ତର ହେଉଛି ସେ ଦୀନକୃଷ୍ଣ ଦାସ। ରସ ବିନୋଦ ଓ ପ୍ରସ୍ତାବକୁ ସିନ୍ଧୁକର ଲେଖକ କିଏ? ଦୀନକୃଷ୍ଣ ଦାସ, ଉପେନ୍ଦ୍ର ଭଞ୍ଜ, ଭୂପତି ପଣ୍ଡିତ, ବୃନ୍ଦାବତୀ ଦାସ। ଠିକ୍ ଉତ୍ତର ହେଉଛି ଏ ଦୀନକୃଷ୍ଣ ଦାସ।
ସର୍ବାଙ୍ଗ ସୁନ୍ଦରୀ ଓ ବୃନ୍ଦାବନ ବିହାରର ଲେଖକ କିଏ? ହଳଧର ପଟ୍ଟନାୟକ, ଲୋକନାଥ ବିଦ୍ୟାଧର, ଭୂପତି ପଣ୍ଡିତ, ଉପେନ୍ଦ୍ର ଭଞ୍ଜ। ଠିକ୍ ଉତ୍ତର ହେଉଛି ବି ଲୋକନାଥ ବିଦ୍ୟାଧର। ପୂର୍ଣ୍ଣତମ ଚନ୍ଦ୍ରୋଦୟର କବି କିଏ? ହଳଧର ପଟ୍ଟନାୟକ, ଭୂପତି ପଣ୍ଡିତ, ବୃନ୍ଦାବତୀ ଦାସୀ, ଲୋକନାଥ ବିଦ୍ୟାଧର। ଠିକ୍ ଉତ୍ତର ହେଉଛି ସି ବୃନ୍ଦାବତୀ ଦାସୀ। ଉପେନ୍ଦ୍ର ଭଞ୍ଜ ଦ ଆଦ୍ୟ ନିୟମରେ କେଉଁ କାବ୍ୟ ଲେଖିଥିଲେ? ସୁଭଦ୍ରା ପରିଣୟ, ବୈଦେହୀଶ ବିଳାସ, ପ୍ରେମ ସୁଧାନିଧି, କଲା କୌତୁକ। ଠିକ୍ ଉତ୍ତର ହେଉଛି ବି ବୈଦେହୀଶ ବିଳାସ। କ ଆଦ୍ୟ ପ୍ରାନ୍ତ ନିୟମରେ ଲେଖାଯାଇଥିବା କାବ୍ୟର ନାମ କ'ଣ? କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, କଲକୌଲଲ, କଲା କୌତୁକ, ପ୍ରେମ ସୁନଧି। ଠିକ୍ ଉତ୍ତର ହେଉଛି ସି କଲା କୌତୁକ। ଉପେନ୍ଦ୍ର ଭଞ୍ଜ ଅବନା ନିୟମରେ କେଉଁ କାବ୍ୟ ରଚନା କରିଥିଲେ? ଲାବଣ୍ୟବତୀ, ଅବନା ରସତରଙ୍ଗ, ପ୍ରେମ ସୁଧାନିଧି, ସୁଭଦ୍ରା ପରିଣୟ। ଠିକ୍ ଉତ୍ତର ହେଉଛି ବି ଅବନା ରସତରଙ୍ଗ। ଅମ୍ବିକା ବିଳାସ ସମର ତରଙ୍ଗ, ଗୁଣ୍ଡିଚା ବିଜେ ବିଚକ୍ଷଣା ଶ୍ୟାମ ରାସୋତ୍ସବର ଲେଖକ କିଏ? ଦୀନକୃଷ୍ଣ ଦାସ, ବୈଦ୍ୟନାଥ ବଡ଼ଜେନା, ଉପେନ୍ଦ୍ର ଭଞ୍ଜ, ଧନଞ୍ଜୟ ଭଞ୍ଜ। ଠିକ୍ ଉତ୍ତର ହେଉଛି ସି ବୈଦ୍ୟନାଥ ବଡ଼ଜେନା। ଚତୁର ବିନୋଦ କଥାଗ୍ରନ୍ଥର ଲେଖକ କିଏ? ଦୀନକୃଷ୍ଣ ଦାସ, ବୈଦ୍ୟନାଥ ବଡ଼ଜେନା, ନାରାୟଣ ସ୍ୱାମୀ, ଭକ୍ତ ଚରଣ ଦାସ। ଠିକ୍ ଉତ୍ତର ବି ବୈଦ୍ୟନାଥ ବଡ଼ଜେନା। ରୁଦ୍ର ସୁଧାନିଧିର ଲେଖକ କିଏ? ନାରାୟଣ ଅବଧୂତ ସ୍ୱାମୀ, ବୈଦ୍ୟନାଥ ବଡ଼ଜେନା, ଲୋକନାଥ ବିଦ୍ୟାଧର, ଭକ୍ତ ଚରଣ ଦାସ। ଠିକ୍ ଉତ୍ତର ହେଉଛି ଏ ନାରାୟଣ ଅବଧୂତ ସ୍ୱାମୀ। ଚତୁର ବିନୋଦର ଭାଷା କିପରି? ଶବ୍ଦଧର୍ମୀ, କାବ୍ୟଧର୍ମୀ, ସଂସ୍କୃତଧର୍ମୀ, ନାଟ୍ୟଧର୍ମୀ। ଠିକ୍ ଉତ୍ତର ହେଉଛି ବି କାବ୍ୟଧର୍ମୀ। ବିଦ କବି ଭାବରେ କିଏ ପରିଚିତ? ସଦାନନ୍ଦ ବ୍ରହ୍ମା, ହଳଧର ପଟ୍ଟନାୟକ, ଅଭିମନ୍ୟୁ ସାମନ୍ତ ସିଂହାର, ଭକ୍ତ ଚରଣ ଦାସ। ଠିକ୍ ଉତ୍ତର ସି ଅଭିମନ୍ୟୁ ସାମନ୍ତ ସିଂହାର। ଯୁଗଳ ରସାମୃତ ଲହରୀ ଓ ଯୁଗଳ ରସାମୃତ ଭଉଁରୀର କବି କିଏ? ଅଭିମନ୍ୟୁ ସାମନ୍ତ ସିଂହାର, କବି ସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା, କବି ସୂର୍ଯ୍ୟ ବଳଦେବ ରଥ, ଯଦୁମଣି ମହାପାତ୍ର। ଠିକ୍ ଅପସନ୍ ବି କବି ସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା। ଦିଗ୍‌ମଣି, ଦିକ୍ ଚିନ୍ତାମଣି, ପ୍ରେମ ଚିନ୍ତାମଣି, ଭାଗବତୀ ଓ ସୁଲକ୍ଷଣା କାବ୍ୟର ରଚୟିତା କିଏ? କବି ସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା, ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତ ସିଂହାର, ଭକ୍ତ ଚରଣ ଦାସ। ଠିକ୍ ଅପସନ୍ ହେଲା ବି ସି ଅଭିମନ୍ୟୁ ସାମନ୍ତ ସିଂହାର। ମଥୁରା ମଙ୍ଗଳ ଓ ମନବୋଧ ଚଉତିଶାର କବି କିଏ? ଭୀମଭୋଇ, ଉପେନ୍ଦ୍ର ଭଞ୍ଜ, ହାରିଦାସ, ଭକ୍ତଚରଣ ଦାସ। ଠିକ୍ ଅପସନ୍ ଭକ୍ତଚରଣ ଦାସ। ପ୍ରସିଦ୍ଧ ରାମରାଜ୍ୟ ରାଘବ ବିଳାସ କବି କିଏ? ଯଦୁମଣି ମହାପାତ୍ର, ଭୂପତି ପଣ୍ଡିତ, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ। ଠିକ୍ ଉତ୍ତର ହେଉଛି ଯଦୁମଣି ମହାପାତ୍ର। ଓଡ଼ିଆ ଭାଷାର ପ୍ରଥମ ଚମ୍ପୁ କାବ୍ୟ କିଏ? ବା ଚମ୍ପୁ, କିଶୋର ଚନ୍ଦାନନ୍ଦ ଚମ୍ପୁ, ଚନ୍ଦ୍ରକଲା, ରତ୍ନକର ଚମ୍ପୁ। ଠିକ୍ ଉତ୍ତର ହେଉଛି ବି କିଶୋର ଚନ୍ଦାନନ୍ଦ ଚମ୍ପୁ।
କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଓ ଚନ୍ଦ୍ରକଲା କାବ୍ୟରେ କବି କିଏ? ଠିକ୍ ଉତ୍ତର ହେଉଛି ସି ବଳଦୀ ବ୍ରତ। ମଧ୍ୟଯୁଗର ପ୍ରସିଦ୍ଧ ଗୀତି କବି କିଏ? ଠିକ୍ ଉତ୍ତର ହେଉଛି ବି ଶାଲ ବେଗ। ଗୋପାଳ କୃଷ୍ଣ ପଟ୍ଟନାୟକ କେଉଁ ଧର୍ମ ମାର୍ଗୀ ଭକ୍ତ ଥିଲେ? ଠିକ୍ ଉତ୍ତର ହେଉଛି ଗୌଡ଼ୀୟ ବୈଷ୍ଣବ। ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ଧାରା ଶେଷ ଦୀପଶିଖା କିଏ? ଯଦୁମଣି ମହାପାତ୍ର, ଭୀମ ଭୋଇ, ଶାଲବେଗ, ବନମାଳୀ ଦାସ। ଭୀମ ଭୋଇ ଦୀପଶିଖା ଥିଲା।